ଉପର ବେଳା ଆଜି ଶୋଇକି ଉଠି ଭାବୁଛୁ କୁଆଡେ ଗୋଟେ ବୁଲିବା ପାଇଁ ଯିବୁ। ଏମିତି ଭାବୁ ଭାବୁ ଆଉ ଡେରି ନ କରି ଗାଡି ଧରି ସିଧା ବାହାରି ପଡିଲୁ। ତ ଏମିତି କିଛି ସମୟ ଗାଡି ଚଲେଇ ସାରିବା ପରେ ଆମେ ଆସି ପହଞ୍ଚିଗଲୁ 62ତମ ବିଲେଇଶୁଣୀର ମକର ମେଳାରେ। ପ୍ରଥମେ ଆସି ଗାଡି ଷ୍ଟାଣ୍ଡରେ ଗାଡିଟାକୁ ରଖିଦେଇ ତାପରେ ଭିତରକୁ ବୁଲିବା ପାଇଁ ଚାଲିଲୁ। କଡରେ ଖାଇବା ଦୋକାନ ଗୁଡିକ ଦେଖିବା ସହ ପିଲାମାନଙ୍କର ଟିକେ ଡିଆଁ ଡିଁ ଦେଖିଦେଇ ତାପରେ ଆମେ ଆସିଗଲୁ ଗୋଟେ କଟୁରୀ କିଣିବା ପାଇଁ, ଯେଉଁଟା କି ନିହାତି ଦରକାର ଥିଲା। କଟୁରୀ କିଣାକିଣି କରିସାରି ଆଉ କିଛି ସମୟ ସେଠାରେ ବୁଲାବୁଲି କରି ଦୋକାନ ଗୁଡିକ ଦେଖାଦେଖି କରି ଉପଭୋଗ କଲୁ। ଏ ମୁଣ୍ଡରୁ ସେ ମୁଣ୍ଡ ଭେରାଏ ଦୁଇ ଭେରା ବୁଲି ସାରିଲା ପରେ ତାପରେ ଆସିଗଲା ଆମର ଖାଇବାର ସମୟ। କଣ ଖାଇବୁ ବୋଲି ଭାବି ଭାବି ବୁଲୁଥିବା ବେଳେ ମଉସା ଜଣକ ବିକ୍ରି କରୁଥିବା ପାମ୍ପଡ ପାଖରୁ ଆରମ୍ଭ କରିଦେଲୁ। ତାପରେ ଆସି ପହଞ୍ଚିଗଲୁ ଗୁପଚୁପ ବିକ୍ରି କରୁଥିବା ଆମର ଜଣକ ବିହାରୀ ଭାଇଙ୍କ ପାଖରେ। ଗୁପଚୁପ ଖାଇସାରି ଆସିଗଲୁ ମୋମୋ ବିକ୍ରି କରୁଥିବା ଜଣେ ଭାଇଙ୍କ ପାଖକୁ। ଏଠି ଫ୍ରାଏଡ ଭେଜ ମୋମୋସ୍ ଟିକେ ଖାଇଲୁ, ଟେଷ୍ଟ ପୁରା ଜବରଦସ୍ତ ଥିଲା। ତାପରେ ମଞ୍ଚୁରିଆନ ଟିକେ ଖାଇଲୁ, यार टेस्ट एते भी बाग नथिला। आउ एबे आसीगलु लंका चप आउ कोबी पकोड़ा टिके खाइबा पाई, जेउटा कि हमर पूरा पैसा वसूल थिला। आउ शेषरे आइसक्रीम गोटिए खाई राती 9टा बेले घर को फेरिलु।